ପାଠ ପଢ଼ି ସାର୍ଟିଫିକେଟ୍ ହାସଲ କରିବା ବଡ଼ କଥା ନୁହେଁ। ପାଠ ପଢ଼ାରୁ ଏଭଳି କିଛି ଭଲ ଗୁଣ ଅର୍ଜନ କରିବା ଦରକାର ଯାହା ଭବିଷ୍ୟତରେ ନିଜ କ୍ୟାରିୟର ଗଢ଼ିବାରେ ସହାୟକ ହେବ। ନିଜ ଲକ୍ଷ୍ୟ ପଥରେ ସଫଳ ହେବାକୁ ହେଲେ ପିଲାମାନଙ୍କୁ କିଛି ବିଷୟ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ। ରୁଚି ନିଜର ରୁଚି ବିଷୟରେ ଭଲ ଭାବରେ ଅବଗତ ହୁଅନ୍ତୁ। ଯାହା ରୁଚି ରହିଛି ଯଦି ସେଥିରେ ଭବିଷ୍ୟତରେ କ୍ୟାରିୟର ଗଢ଼ିବାର ଲକ୍ଷ୍ୟ ରହିଛି ତାହା କେତେ ଲାଭପ୍ରଦ ଚିନ୍ତା କରନ୍ତୁ। ଏଭଳି ଲକ୍ଷ୍ୟ ରଖନ୍ତୁ ନାହିଁ ଯାହାକୁ ନେଇ ମନରେ ସବୁବେଳେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବ। କାରଣ ନିଜର ରୁଚି ଅନୁସାରେ ଯଦି ଲକ୍ଷ୍ୟ ନିର୍ଦ୍ଧାରଣ କରୁଛନ୍ତି ତେବେ ଆତ୍ମବିଶ୍ୱାସର ସହ ଆଗେଇଲେ ଆଉ କିଛି ଅସୁବିଧା ହେବ ନାହିଁ। ପ୍ଲାନିଂ ଲକ୍ଷ୍ୟ ହାସଲ କରିବି ବୋଲି କେବଳ ଚିନ୍ତା କଲେ ହେବ ନାହିଁ। ସେଥିଲାଗି ଯୋଜନା ବା ପ୍ଲାନିଂ କରିବା ଆବଶ୍ୟକ। ଏଭଳି ଯୋଜନା ପ୍ରସ୍ତୁତ କରନ୍ତୁ ଯେମିତି ତାହା ଲକ୍ଷ୍ୟ ହାସଲକୁ ସହଜ କରିଦେବ। ଯୋଜନା ପ୍ରସ୍ତୁତ ସମୟରେ ମନରେ ନକାରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ। ଯଦି କିଛି ସମସ୍ୟା ସୃଷ୍ଟି ହେଉଛି ତାହାର ସମାଧାନ କରନ୍ତୁ। ଠିକ୍ ଦିଗ ଗୋଟିଏ କାମକୁ ଠିକ୍ ଭାବରେ କରିବା ଦରକାର। କେତେକ ପିଲା ନିଜର ଲକ୍ଷ୍ୟ ହାସଲ କରିବାକୁ ବହୁତ ପରିଶ୍ରମ କରନ୍ତି ହେଲେ ସେମାନଙ୍କ ମଧ୍ୟରୁ କେତେକେ ସଫଳ ହୋଇନଥାନ୍ତି। ଆମ ମନ ଭିତରେ ଶାନ୍ତି, ସାହସ, ସ୍ୱାସ୍ଥ୍ୟ ଏବଂ ଆଶାର ଭାବନା ରହିବା ଦରକାର। କାରଣ ଆମର ଭାବନା ଅନୁଯାୟୀ ହିଁ ଆମ ଜୀବନ ଗଠିତ ହୁଏ। ମଣିଷ ଶରୀରରେ ସବୁଠାରୁ ସୁନ୍ଦର ଅଂଶ ହେଉଛି ମନ। ସେଇଟା ଯଦି ଅପରିଷ୍କାର ଥାଏ ତାହେଲେ ସୁନ୍ଦର ଚେହେରା ନେଇ କ'ଣ ହେବ? ହାତୀ କାନ କାହିଁକି ବଡ଼ ହୋଇଥାଏ? ହାତୀ ଏକ ବିଶାଳକାୟ ପ୍ରାଣୀ। ଏହାର କାନ ମଧ୍ୟ ଅନ୍ୟ ପ୍ରାଣୀଙ୍କ ତୁଳନାରେ ବଡ଼। ଏହାର କାନ ମଧ୍ୟ ଅନ୍ୟ ପ୍ରାଣୀଙ୍କ ତୁଳନାରେ ବଡ଼। ତେବେ ଜାଣିଛନ୍ତି କି ଏହାର କାନ ଏତେ ବଡ଼ କାହିଁକି? ଏହା ହାତୀ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହାତୀ ଦେହରୁ ଝାଳ ବୋହିଲେ ସେ ତା କାନ ହଲାଇଥାଏ। ଏହାଦ୍ୱାରା ତା ଶରୀରର ରକ୍ତବାହିକା ସମ୍ପୂର୍ଣ୍ଣ ଶରୀରକୁ ଥଣ୍ଡା ପ୍ରଦାନ କରିବାରେ ସାହାଯ୍ୟ କରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାତୀ କାନରେ ବହଳିଆ ଜାଲି ରହିଛି ଯାହା ମାଧ୍ୟମରେ ଦୂର ଏବଂ ପାଖ ଶବ୍ଦକୁ ବେଶ୍ ଭଲ ଭାବରେ ଶୁଣିପାରିଥାଏ। କେବଳ ସେତିକି ନୁହେଁ, ହାତୀ କାନର ବିଭିନ୍ନ ଭଙ୍ଗୀକୁ ନେଇ ତାହାର ମାହୁନ୍ତ, ହାତୀର ରାଗିବା, ଆକ୍ରମଣ କରିବା ଆଦି ବିଷୟରେ ସୂଚନା ପାଇଥାଏ। ତେବେ ବର୍ତ୍ତମାନ ଏମାନଙ୍କର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ତେଣୁ ହାତୀ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ନୀତି ନିୟମ ମଧ୍ୟ ପ୍ରଣୟନ କରିଛନ୍ତି। ହାତୀ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ। ଜୟ ଶ୍ରୀ ଜଗନ୍ନାଥ।